ଲୋକଙ୍କର କଥାବାର୍ତ୍ତା ଶୈଳୀରୁ କାହାର କୋଉ ଷ୍ଟାଇଲର କଥାବାର୍ତ୍ତା ତେଣୁ ଯିଏ ଧରନ୍ତୁ ଜଣେ ତା କଥାକୁ ଧରିବା ଉଚିତ ନୁହଁ। ସୋସିଆଲ ମିଡ଼ିଆରେ ସମସ୍ତଙ୍କର କହିବାର ଅଧିକାର ଅଛି। ସିଏ ବି କହିଲେ ସାର୍ମାନେ ବି ତ କହିବିନି କେବେ ସେ ଠିକ୍ କହିଛନ୍ତି ବୋଲି। ଯଦି ସିଏ ଭାବୁଥିବେ ଯେ ମୁଁ ଠିକ୍ କହିଛି ତାହେଲେ ହୁଏତ ତାଙ୍କ ମତରେ ସେ ଠିକ୍ ହେଇପାରେ। କିନ୍ତୁ ଯଦି ଯାତ୍ରାରେ ଏଇ ଯେଉଁ ପ୍ରଥାଟେ ଅଛି ମାଷ୍ଟର ମାନେ ଗୁରୁ ଶିଷ୍ୟ ପ୍ରଥା ଅଛି, ସବୁ ଜାଗାରେ ଗୁରୁ ଶିଷ୍ୟ ପ୍ରଥା ଅଛି, କିନ୍ତୁ କଳା ଲାଇନ୍ ଟିକେ ଅଧିକ ଦୃଷ୍ଟିରୁ କହିଦେଇଛନ୍ତି, ଗୋଟେ ଭୁଲରେ କହିଦେଇଛନ୍ତି ଆଉ ଭାବି ନାହାନ୍ତି ଏତେ କଥା ହବ ବୋଲି ଏମିତି ଗୋଟେ। ବଟ୍ ସେ ବି ସାର୍ ମାନଙ୍କୁ ସମ୍ମାନ। ସୋସିଆଲ ମିଡ଼ିଆରେ ସମସ୍ତଙ୍କର ଯେହେତୁ କହିବାର ଅଧିକାର ଅଛି, ସିଏ ଗୋଟେ ପ୍ରକାର କହିଲେ ଆପଣମାନେ ବି ଗୋଟେ ପ୍ରକାର କହିପାରିଥାନ୍ତେ। କହିକିରି ଗୋଟେ ନିଜ ନିଜ ଭିତରେ ଗୋଟେ ମ୍ୟୁଚୁଆଲ ହେଇପାରିଥାନ୍ତା। ସିଏ ଶିଷ୍ୟ ଆପଣମାନେ ଗୁରୁ କହିବାକୁ କୁହାଯାଏ। ଝିଅକୁ କେବେ ବୟସ ପଚାରିବନି, ପୁଅଙ୍କୁ କେବେ ତାଙ୍କ ଦରମା ପଚାରିବ। ଆମ ଦର୍ଶକ ବହୁତ ସରଳ। ଆଉ ଯାତ୍ରା ଦର୍ଶକମାନେ ଯେଦିନ ପର୍ଯ୍ୟନ୍ତ ଦେଖୁଥିବେ ଯାତ୍ରା, ସେଦିନ ପର୍ଯ୍ୟନ୍ତ ଯାତ୍ରା ଅଛି, ଯାତ୍ରା ରହିବ, ଯାତ୍ରା କେବେ ବନ୍ଦ ହେବ। ଷ୍ଟୋରିଟେ ହେଇଛି, ବହୁତ ବଢ଼ିଆ ଷ୍ଟୋରିଟେ ହେଇଛି। ଦୀପକ ଜେନା ବହୁତ ବଢ଼ିଆ ଲେଖିଛନ୍ତି। ଡାଇଲଗ ତ ଶୁଣିଥିବେ ଦି ତିନିଟାରୁ, ମାନେ ଯୋଉ କହନ୍ତିନି ଯୋଉ ଗାଁ ପରିମଳ ଦବା ତୁଠରୁ, ସେଇଭଳିଆ ଗୋଟେ ଦିଟା ଡାଇଲଗ ଶୁଣିଦେଲେ ଲାଗିବ ଯେ ନାଇଁ ଗୋଟେ କିଛି ନିହାତି ହବ। ଶେଷ ନାଟକ 2024-25 ସରିଯିବ, 2025-26 ଆସୁଛି। ଶେଷ ଅନୁଭୂତି ମୁଁ ଟିକେ ନେବାକୁ ଆସିଛି, କ'ଣ କହିବେ ଅନୁଭୂତି ବର୍ତ୍ତମାନ କେମିତି? ଏଇଟା ହେଉଛି ଲାଷ୍ଟ କ୍ୟାମ୍ପ। ଲାଷ୍ଟ କ୍ୟାମ୍ପରେ ସମସ୍ତେ କହନ୍ତି ଆମେ ବହୁତ ମଜା କରୁ ଏ କରୁ, ବଟ୍ ଏଇଟା ମାନେ କ'ଣ କି ଶେଷ ପର୍ଯ୍ୟନ୍ତ ଲୋକ ଟିକଟ କାଟିକି ପଇସା ଦେଇକରି ଆସିକି ଦେଖନ୍ତି। ତେଣୁ ଆମେ କେୟାରଲେସ୍ ହେବା ଉଚିତ ନୁହଁ। ଭଲ ନାଟକ କରିବାକୁ ମୁଁ ଚାହେଁ, ଭଲ ଭଲ ନାଟକ କରିବା। ଆଉ ନେକ୍ସଟ ବର୍ଷ ପାଇଁ ତ ଗୋଟେ ଉତ୍ସାହ ଅଛି, ଭଲ କରିବା। ଭଲ ଭଲ ନାଟକ ଆମେ ଚୁଜ୍ କରିଛୁ, ଗପ ତିଆରି କରିଛୁ। ମୋର ଆଶା ବହୁତ ବଢ଼ିଆ ହେବ। ଆଉ ସେଥିପାଇଁ ପୁରା ମାନେ ଅପେକ୍ଷା କରିଛି, ଗୁଜବମ୍ ଆସିଲାଣି। ମାନେ ଆମେ କହିପାରିବା ଭାଇ ଡେ ଫାର୍ଷ୍ଟରେ ନାଟକର ଆଖଡ଼ା ସମୟରୁ ଯୋଉ ମାନେ ଏନର୍ଜିଟା ଥିଲା, ଡେ ଲାଷ୍ଟ ପର୍ଯ୍ୟନ୍ତ ସେ ଏନର୍ଜି, ନିହାତି ସେ ଏନର୍ଜି ରହିବା ଦରକାର। ହେଲେ ଗୋଟେ ମଜା ଲାଗିବ। ହଁ, ଖୁସି ମଜା ହୁଏ, ଲାଷ୍ଟ ନାଇଟ୍ ହେବ, ଖୁସି ଲୋକମାନେ ବି ଏନ୍ଜୟ କରିବେ। କିନ୍ତୁ ଟୋଟାଲ କ୍ୟାମ୍ପଟା ନୁହଁ, ଲାଷ୍ଟ ଦିନଟା। ସେଇଟାକୁ ଆମେ ଅପେକ୍ଷା କରୁଛୁ, ଲାଷ୍ଟ ଦିନକୁ। ଦେଖାଯାଉ। ଏବେ ଭାଇ କ୍ୟାମ୍ପ କୋଉଠି ପଡିଛି? ଏବେ କ୍ୟାମ୍ପ ପଡ଼ିଛି ଆମର ଆସ୍କା ଭିତରକୁ ଡି ପାଟପୁର। କେତେ ଦିନ ହେଲାଣି? ସେଠି ଆଜି ହେଉଛି ଥାର୍ଡ ଡେ। ଆଜି ଥାର୍ଡ ଡେ ହେବ। ଆଜି ମୁଁ ରାତିରେ ଯିବି, ଯାଇକି ସୋ କରିବି। ଲୋକମାନେ ଯେତେବେଳେ ଦେଖନ୍ତି, ଆମେ ଦେଖିଛୁ କି ସବୁବେଳେ ମାନେ ଆପାର୍ଟ ଫ୍ରମ୍ ପୁରା ମାନେ କମ୍ୟୁନିଟି ଭିତରୁ, ଆପଣ ତ କମ୍ୟୁନିଟିରେ ଥାଆନ୍ତି ବଟ୍ ଟିକେ ହଟକେ, ତା ପଛରେ ରାଜ କ'ଣ ଭାଇ? ମାନେ ଆମେ କେତେବେଳେ ଏଇ କଣ୍ଟ୍ରୋଭର୍ସି ଜିନିଷ ହେଲା ତା ଭିତରେ କେବେ ନାଇଁ, ମୁଁ ସେ କଣ୍ଟ୍ରୋଭର୍ସିରେ ପଶିବାକୁ ଚାହେଁନି। ମୁଁ ଆସିଛି ଭଲ ଅଭିନୟ କରିବି, ଲୋକଙ୍କୁ ଏଣ୍ଟରଟେନ୍ କରିବି, ମୁଁ କିଛି ପଇସା ନେବି, ମୋ ଘର ଚଳେଇବି, ମୁଁ ଖୁସିରେ ରହିବି। ଆଉ ଆମେ ସମସ୍ତେ ବି ସେଇଆ ହେବା ଦରକାର। ଯେଉଁ ପ୍ରଫେସନକୁ ଆମେ ନିଜର କ'ଣ ବୃତ୍ତି ବୋଲି ଆମେ ଭାବୁଛୁ, ଆମ ଯେଉଁ ଯାହାକୁ ଆମେ ବୃତ୍ତି ବୋଲି ଭାବିଛୁ, ଯେଉଁଠୁ ପଇସା ନେଇକରି ଆମେ ଘର ଚଳାଉଛୁ, ସେ ପ୍ରଫେସନ ପ୍ରତି ସେମିତି ହେବା ଉଚିତ ନୁହଁ। ତା ପ୍ରତି ଡେଡିକେଟେଡ୍ ହେବା ଉଚିତ। ଜମା କଣ୍ଟ୍ରୋଭର୍ସି ଭିତରୁ ପଶିବା ଉଚିତ ନୁହଁ। ଯେତେବେଳେ ଏମିତି ଲାଗେ କ'ଣ କରନ୍ତି, ମାନେ କେମିତି ମ୍ୟାନେଜ କରନ୍ତି? ଏମିତି ଯେତେବେଳେ କିଏ କହିଦିଏ ଗୋଟେ କ'ଣ କି ଲୋକମାନେ କୁହନ୍ତି କି ଯାତ୍ରା ହେଉଛି, ଏମିତି ସବୁ ଚର୍ଚ୍ଚା ହୁଏ, ତାହେଲେ ସେ ନିଜେ ମେଣ୍ଟାଲି କେମିତି? ନାଇଁ, ସେମିତି କିଛି ଲୋକମାନଙ୍କ କାମ ହେଉଛି ସେମାନେ କହିବେ, ତେଣୁ ସବୁ ଶୁଣିବାକୁ ପଡ଼ିବ। ଆଉ କ'ଣ, ସେମିତି କେହି କହିନାହାନ୍ତି, ସେମିତି କେବେ କେହି କହନ୍ତି ବି ନାହିଁ। ଲୋକମାନେ ଏତେ ଯେଉଁମାନେ ଦର୍ଶକ ଆସନ୍ତି ସେତେ ଇଏ ବି ନୁହନ୍ତି। ବହୁତ ଭଲ ଦର୍ଶକମାନେ ଭଲ ପାଆନ୍ତି। ଆରେ ଭଲ ପାଇବା ଅଛି ବୋଲି ଅଛି ନା। ଆଉ ଭାଇ ଏ ବର୍ଷ ଆପଣ ଡେ ଫାର୍ଷ୍ଟ ଆରମ୍ଭରେ ଯେତେବେଳେ ଯାତ୍ରା ଆରମ୍ଭ ସମୟର ଯୋଉ ମାହୋଲ, ଏବେର ମାହୋଲ, ପାର୍ଥକ୍ୟ କ'ଣ ଦେଖୁଛନ୍ତି? ବର୍ଷ ସାରା ଏତେ କଣ୍ଟ୍ରୋଭର୍ସି ହେଲା, ବର୍ଷ ସାରା ଏତେ ମାନେ କଣ୍ଟ୍ରୋଭର୍ସି ତ ଆମେ କହିବାନି, ଏତେ କଥା, ଏତେ ଆଲୋଚନା ହେଲା ଯାତ୍ରାକୁ ନେଇକି। ଆମେ ଭାବୁଛୁ ଏଇ ବର୍ଷ ଅଧିକ ଆଲୋଚନା ହେଇଛି, 2024-25ରେ ଅଧିକ ଆଲୋଚନା ହେଇଛି। ତେବେ ଆରମ୍ଭ ସମୟର କ୍ରେଜ ଆଉ ଏଇ ସମୟର କ୍ରେଜ କିଛି ଟିକେ କମିଯାଏନି? କ୍ରେଜ ଅଛି ବୋଲି ଆପଣମାନେ ସବୁ ଯାତ୍ରା ପଛରେ ହିଁ ଦୌଡ଼ୁଛନ୍ତି। ଆପଣମାନଙ୍କର ଟିଆରପି କେଉଁଥିରୁ ଆସୁଛି? ଯାତ୍ରାରୁ। ଲୋକମାନେ ଯାତ୍ରାକୁ ଗାଳି ଦିଅନ୍ତୁ କିନ୍ତୁ ବହୁତ ଭଲ ପାଆନ୍ତି, ଦେଖନ୍ତି। ଟିଆରପି କେତେବେଳେ ବେଶୀ ଆସେ? ଆପଣମାନଙ୍କର କେତେବେଳେ ଟିଆରପି ବେଶୀ ଆସେ ମୋତେ କୁହନ୍ତୁ? ଅଧିକ ଲୋକ ଦେଖନ୍ତି, ବାସ୍। ତେଣୁ ଯାତ୍ରାକୁ ଲୋକମାନେ ଦେଖୁଛନ୍ତି, ତେଣୁ ଟିଆରପି ଆସୁଛି। କ୍ୱେଶ୍ଚନଟା କ'ଣ ଥିଲା ଭୁଲିଗଲି। କ୍ୱେଶ୍ଚନଟା ଏଥିଲା କି ଡେ ଫାର୍ଷ୍ଟ ଆଉ ଆଜି ଭିତରେ ଟିକେ ଲୋକଙ୍କର ମାନେ ସେ ଯୋଉ ଏତେ କଥା। ନା, ଲୋକମାନେ କି ଯାତ୍ରା ଯେମିତି ଚାଲିଛି ସେମିତି ଚାଲିବ।
दर्शक भारी जो कहते आम ओडिया लोक मैंने भारी सरल एंड तो यात्रा जो मैंने देखती बेसी देखती से मैंने भारी सरल निरीह लोक हाँ माने सुंदर गप माने हिट कोठी बड़ भाई टर्चर है कांधे लंगड़ पकईकि घोषारा नाटक हिट नुह कि तेणु आम दर्शक बहुत सरल और यात्रा दर्शक मैंने जिन पर्यटन देखुए यात्रा से दिन पर्यटन यात्रा अच्छी यात्रा यात्रा के बंद हेनी एबे एते सब जिन भाई आम आपंकर यात्रा कथा कहूँ कि नहीं आम सब देखु कि गोटे ये पर आ गोटे चेंज है माने टिके कलाकार माने से माने आम जो कहतु कि पारिश्रमिक बढ़ी जाए बोली लॉरेंस भाई केमती कौन सेगुड़ा कौन कह जाए झील को केवे बयस पचारनी पुओ को केवे दरमा पचारनी किंतु जहाँ भी मिलूँ बहुत भल मिलूँ भगवान को दयारू मो परिवार खुशी अच्छु जदि क्या किसी साहाय्य करने चाहिए मुझे खुशी अच्छी पारिश्रमिक ठीक मिलूँ पारिश्रमिक ठीक न मिलूँ मुझे कहीं था प्रति चेंज प्रति माने गोटे यात्रा सरे सब कलाकार माने पार्टी चेंज करने मन बड़े था हाँ माने सेटा हूँ गोटे कौन कहले धरतु गोटे आर्टिस्ट से यात्रा पार्टीटा भल लगलानी बा मालिक चाहिए सी रखु बोली तेणु से चेंज कले बा एमती भी हुए आ गोटे यात्रा पार्टी मालिक अधिक पैसा देकर नापी चाहूँगी सी चेंज कर एमती हुए आउे पैसा ता माने नुहे खाली पैसा लोक ये जो कलाकार मैंने यात्रा पार्टी चेंज करते तो विभिन्न प्रकार रीजन सैटिस्फैक्शन हाँ पैसा हो कम हो बिहेवियर हो जेको ये जब सैटिस्फैक्शन न मिलला चेंज करा वर्ष भाई किसी प्लान ना ना वर्ष से विषय मु आसला बेले कंडीशन करथि विषय कलाकार को मालिक बैन कले और दुजन को मास्टर असिस्टेंट बैन कले एक्चुअली माने जो बैन शब्दटा यहाँ मुझे कौन बुझीपान कहीं बैन करे कलाकार शुणु सोशल मीडिया रे समस्त कहबार अधिकार अच्छे निर्भर करे कौन आप जानीपर जड़े खागिल भुंज तीन प्रकार अच्छी लोकंर कथबार शैली कहार को स्टाइल कथबार्ता तेणु जी धरतु जड़े ता कथा को धरवा उचित नुह सोशल मीडिया समस्त कहबार अधिकार अच्छी सी भी कहले सार मैंने भी कहे बैन फैन एटा सब से बुझे से मुझे कौन कह मुझे समाधान कर मुंड खेल उचित भी नुह कथा सी बुझे उचित नुह आम गोटे जगह काम कर प्रोफेशन को आम आपणईचु से भितर वाद बद रहा उचित नुह कि वाद बद सब सेक्टर अच्छी कि यहाँ बेसी हाइलाइट होेतु यात्रार माने लोक आदृत बेसी बेसी बोली आप यात्रा को बेसी देखा एमती होगा से सेमती होगा अन्य सेक्टर भी होनी कि हो सब सेक्टर हो मु तो कहबिनी के से ठीक बोली जदि सी भावुए मुझे ठीक कही हुए तो मत से ठीक हो पारे किंतु जदि यात्रा रे जो प्रथाटे अच्छी मास्टर माने गुरु शिष्य प्रथा अच्छी सबु जगह गुरु शिष्य प्रथा अच्छी किंतु कला लाइन टी अधिक कला लाइन हो माने रेसलिंग लाइन हो आर्ट लाइन हो युवा टे गुरु शिष्य प्रथाटा टी अधिक तेणु जेहेतु से माने गुरु एमती कहवा उचित नथिला सी हे तो कौ दृष्टि कहीदे गोटे भूल कहीदे भावी ना एत कथा हम बोली गोटे बट से भी सार मान सम्मान करती मास्टर मान कॉपी कौटी होनी कहले कॉपी है असुविधा कौन है गोटे गोटे जिन देखु मु कहबी यात्रा इंडस्ट्री राइटर माने बहुत ज्ञानी भीतर ज्ञान भरपूर जदि गोटे मु उदाहरण भी दूची धरते ये नाटक कॉपी बोली कहते कौटा
ହାକୃଷ୍ଣ ବୋଲି ଯାଉଯିବ ଆଉ ଗୋଟେ କ'ଣ ଆଉ ଗୋଟେ ମଝିରେ କେତେ ଦିନ ଶୁଣିବାକୁ ମିଳିଲା ଯେ ଆମର କେତେ ଦୁଃଖ ଦେବୁ ଦେଇରେ କାଳିଆ। ମୋ କହିବା କଥା ହେଲା ଯଦି ଯଦି ଜଣେ ସାର୍ ଜଣେ ମାଷ୍ଟର ଗୋଟେ କପି ଗୋଟେ ଅଲଗା ୱେରେ କପି କରିକିରି ଯଦି ସେ ଲୋକଙ୍କ ପାଖରେ ପହଞ୍ଚେଇକିରି ଆଦୃତ କରିପାରୁଛନ୍ତି, ଯଦି ସୁପର ଡୁପର ହିଟ୍ ହେଇପାରୁଛି ନାଟକ, ଦୁଇଟାକ ନାଟକ ସୁପର ଡୁପର ହିଟ୍, କେତେ ଦୁଃଖ ଦେବୁ ଦେଇରେ କାଳିଆ ଆଉ ହାକୃଷ୍ଣ ବୋଲି ଯାଉଯିବ, ଦୁଇଟାକ ସୁପର ଡୁପର ହିଟ୍। ଯଦି ସେମାନେ ସୁପର ଡୁପର ହିଟ୍ କରିପାରୁଛନ୍ତି ଲୋକ ଦେଖୁଛନ୍ତି, ଅସୁବିଧା କ'ଣ? କପି କାହିଁକି କହିବା? କାହିଁକି କହିବା? କ'ଣ କପି ମାନେ କ'ଣ ପୁରା କପି ପେଷ୍ଟ କରିଦେଉଛନ୍ତି ନା କ'ଣ? ସେମାନେ ପୁଣି ଜ୍ଞାନ ସେମାନେ ଖର୍ଚ୍ଚ କରିକିରି କେତେ କ'ଣ ଚେଞ୍ଜ ଚାଞ୍ଜ କରିକି 25 ବର୍ଷ ତଳେ ସେ ସିନେମା ହେଇଥିଲା ଭୀଷ୍ମ ପ୍ରତିଜ୍ଞା। ମୁଁ ଜାଣିନି, ମୁଁ ଶୁଣିଛି, ଦେଖିନି କେବେ। ସେ ଜଣେ କେତେ ବଡ଼ ରାଇଟର, କେତେ ବଡ଼ ଡିରେକ୍ଟର, ଗୋଟେ ବହୁତ ମାନେ ଭାରି ବ୍ରେନି ଲୋକ ସିଏ। ହଁ ନାଇଁ ଆମର ଆଶୁତୋଷ ମହାପାତ୍ର କେତେ ଦୁଃଖ ଦେବୁ ଦେଇରେ କାଳିଆ। ଯଦି 25 ବର୍ଷ ତଳର କାହାଣୀକୁ ଯଦି ସେ ଏବେ ଗୋଟେ ନୂଆ ପ୍ରକାର ନୂଆ ୱେରେ ଯଦି ଇଏ କରିକିରି ଯଦି ଲୋକଙ୍କୁ ଆଦୃତ କରିପାରୁଛନ୍ତି, ସୁପର ଡୁପର ହିଟ୍ ହେଇପାରୁଛି, ତାହେଲେ ଅସୁବିଧା କ'ଣ? ଭଲ ଜିନିଷ ଲୋକ ଦେଖୁଛନ୍ତି, କାହିଁ ଆମେ ତାକୁ କପି ବୋଲି କହିବା? ବା ଏଇ ଯୋଉ ନାଟକଟା ହଉ ଯୋଉଟା ଆମର ହାକୃଷ୍ଣ ବୋଲି ଯାଉଯିବ, ମୁଁ ତ ଜାଣିନି କହୁଛନ୍ତି କପି, କିନ୍ତୁ ମୁଁ ଦେଖିବି ନାହିଁ। ଯଦି ବି ହେଇଥାଏ ତ ଅସୁବିଧା କ'ଣ? ପୁଣି ହିଟ୍ ହେଉଛି କେମିତି? ଲୋକ ଦେଖୁଛନ୍ତି ନା ନାଇଁ ସୁପର ଡୁପର ହିଟ୍ ସେ ନାଟକ। ତାଙ୍କ କହିବା କଥା ଯେ ଯେହେତୁ ପୁରୁଣା ଲୋକ ଆମ ଉପରେ ନାଟକ ଲେଖା, ଆମକୁ ଯାଇକି ଆମେ ନାଟକ ଲେଖା, ତ ସେମାନେ ସେ ଅଭିଯୋଗ କରୁଛନ୍ତି। ତ ତାଙ୍କ ଉପରେ ନାଟକ ଲେଖିବାଟା ମାନେ ମାଲିକ ଚାହାନ୍ତି ନା ଲେଖକ ଚାହିଁଲେ ଲେଖିପାରିବ? ଅଲ୍ଟିମେଟଲି ଗପଟା ଭଲ ହେବା ଦରକାର। ସେ ଗପ ଭିତରେ ସେଇ ଭିତରେ ହିରୋ ଅଛନ୍ତି, ଭିଲିଆନ ଅଛନ୍ତି, ହିରୋଇନ୍ ଅଛନ୍ତି, କମେଡ଼ିଆନ୍ ଅଛନ୍ତି, ବାପ ଫାଦର ମାଦର ସବୁ ଅଛନ୍ତି। ଗପଟା ଭଲ ହେବା ଦରକାର ନା। ଆଉ ଖାଲି ଜଣଙ୍କ ଉପରେ ନାଟକ ନେଇଗଲେ କ'ଣ ଗପ? ହଁ ହଉଛି, ହଉନି କିଏ କହିଲା? ସେଭଳିଆ ଗପ ହଉଛି। ସବୁବେଳେ ଯଦି ଚାହିଁବେ ଯେ ମୋ ଉପରେ ସବୁ ନାଟକ ହଉ, ଯଦି ଜଣେ ଚାହିଁବେ ତାହେଲେ କ'ଣ ହେଇପାରିବ କି? ସମ୍ଭବ କି? ଆହୁରି ଅନ୍ୟ କଳାକାର ଅଛନ୍ତି। ଏଠି ଯାତ୍ରା ସଂସ୍ଥା ଗୋଟେ ଏମିତି ଗୋଟେ ନାଟକକୁ ହିଟ୍ କରିବା ପାଇଁ ମାଲିକଠୁ ଆରମ୍ଭ କରିକିରି ମ୍ୟୁଜିସିଆନ୍ ଟେକ୍ନିସିଆନ୍ ପର୍ଯ୍ୟନ୍ତ ସମସ୍ତଙ୍କର ହାତ ଅଛି। ଆଉ ଗୋଟେ କଳାକାର ଚାହିଁଲେ କ'ଣ ନାଟକଟା ହିଟ୍ ହେଇଯିବ? ସବୁ କଳାକାର ଦରକାର ନା। ଆଉ ସେଥିରେ ମାଲିକଙ୍କର ବି ଯଦି ନାଟକ ହିଟ୍ ହେଉଛି, ଯଦି ମାଲିକ ଠିକ୍ ସମୟରେ ଠିକ୍ ଜିନିଷ ନ ଦେବେ, ତାହେଲେ ନାଟକ କେମିତି ଲାଗିବ ଲୋକଙ୍କୁ? ଆପଣ କେମିତି ଚାହିଁଛନ୍ତି ସେ ମୋ ଉପରେ କେମିତି ନାଟକ ଲେଖା ମୋ ନାଁରେ ନାଟକ ଲେଖା ହଉ, ମୁଁ ତ କେବେ ଚାହିଁନି। ହଁ ନାଟକ ଲେଖା ହୁଏ, ନାଟକ ଲେଖା ହଉଛି ବି, କିନ୍ତୁ ମୋ ନାଁରେ ନାଟକ ଲେଖା ହଉ ମୁଁ କେବେ ଚାହେଁନି। ମୁଁ ଚାହେଁ ଗୋଟେ ଭଲ ଗପ ହଉ, ସୁନ୍ଦର ଗପଟେ ହଉ, ହେଲେ ଲୋକ ଦେଖିବେ। ଆମେ 4ଟା ଆର୍ଟିଷ୍ଟକୁ ଖୁସି କରିବା ପାଇଁ ଗୋଟେ ନାଟକ କରୁନୁ, ଆମେ ନାଟକ କରୁଛୁ ଲୋକଙ୍କୁ ଖୁସି କରିବା ପାଇଁ। ଲୋକମାନେ ଖୁସି ହେବେ ସେତେବେଳେ ଯେତେବେଳେ ଗୋଟେ ନାଟକରେ ସବୁ ଜିନିଷର ପୂର୍ଣ୍ଣାଙ୍ଗ ଥିବ। ହଁ କି ନାହିଁ? ସେଇଆ ଆଉ କ'ଣ? ସୋସିଆଲ ମିଡ଼ିଆରେ ଯେତେବେଳେ ଜଣେ ମାନେ ନିଜର ମତଟାକୁ ରଖନ୍ତି, ଯଦି ଜଣେ ମତ ରଖିଲେ ସେଇ ମତଟା କ'ଣ ଭିତରେ ଆଲୋଚନା କରିପାରିବା, କିନ୍ତୁ ତା ପ୍ରତି ବଦଳରେ ଯେଉଁ ବ୍ୟାନ୍ ଶବ୍ଦଟା, ଏଇ ଶବ୍ଦ ଉଚିତ ନୁହଁ ନା। ଜଣେ ସୋସିଆଲ ମିଡ଼ିଆରେ ସମସ୍ତଙ୍କର ଯେହେତୁ କହିବାର ଅଧିକାର ଅଛି, ସିଏ ଗୋଟେ ପ୍ରକାର କହିଲେ ଆପଣମାନେ ବି ଗୋଟେ ପ୍ରକାର କହିପାରିଥାନ୍ତେ, କହିକିରି ଗୋଟେ ନିଜ ନିଜ ଭିତରେ ଗୋଟେ ମ୍ୟୁଚୁଆଲ ହେଇପାରିଥାନ୍ତା। ସିଏ ଶିଷ୍ୟ, ଆପଣମାନେ ଗୁରୁ, ସେଗୁଡ଼ା ମ୍ୟୁଚୁଆଲ ଅଣ୍ଡରଷ୍ଟାଣ୍ଡିଂ। ହଁ ହେଇପାରିବ। ଯଦି ଦେଖିବା ଭାଇ, ଆପଣ ଯେତିକି ବର୍ଷ ହେଲାଣି କାମ କଲେଣି, ଏମିତି କୌଣସି ଗୁରୁ ଲେଖିଥିବା କିମ୍ବା ଡାଇରେକ୍ସନ ଦେଇଥିବା ମାନେ ଫ୍ଲପ୍ ହେଇଛି କି ନାହିଁ ବହି? ଫ୍ଲପ୍ ତ ଫ୍ଲପ୍ ହେଇଛି। ଯଦି ଫ୍ଲପ୍ ହେଇଛି ତେବେ ଆମେ ଦେଖିବା ଏମିତି ବି ଅଛନ୍ତି ଯୋଉମାନେ ଯାତ୍ରାପାର୍ଟି ମାଲିକ ପଇସା ବି ଦେଇପାରୁନାହାନ୍ତି, ଏମିତି ବି ଅଛନ୍ତି କଳାକାର ଭଲ କଳା ପ୍ରଦର୍ଶନ କରିପାରୁନାହାନ୍ତି। ତ ସମସ୍ତଙ୍କ ପାଖରେ କିଛି ନା କିଛି ଖୋଟ ରହୁଛି, ମଣିଷ ମାତ୍ରକେ ରହୁଛି ସେଇ ଜିନିଷଟା। ତ ମାଲିକ ଯଦି କହିବ ଯେ ମୁଁ ମାଲିକ, ମତେ କେହି ଆକ୍ଷେପ କରିବେନି, ସେମିତି କେମିତି ହବ? ଏଠି ମାଲିକ କଳାକାର ସମସ୍ତେ ସମସ୍ତଙ୍କ ପାଇଁ ପରିପୂରକ। ଗୋଟେ ସଂସ୍ଥା, ଗୋଟେ ଯାତ୍ରା ସଂସ୍ଥାରେ ସମସ୍ତେ ସମସ୍ତଙ୍କ ପାଇଁ ପରିପୂରକ। ମାଲିକ ସେତେବେଳେ ଯେତେବେଳେ କଳାକାର ମାନଙ୍କୁ ସିଏ କିଣିକି, ମାଷ୍ଟର ସେତେବେଳେ ଯେତେବେଳେ ମାନେ ଗୋଟେ ଭଲ ନାଟକକୁ, କଳାକାର ସେତେବେଳେ ଗୋଟେ ଭଲ ମାନେ ପାର୍ଟିରେ ଆଉ ଗୋଟେ ଭଲ ମାଷ୍ଟରଙ୍କ ପାଖରେ ଯଦି ସେ ଠିକ ଜ୍ଞାନ ପାଇପାରିଲେ, ସେ ସେତେବେଳେ ଏମିତି ବି ଡାଇରେକ୍ଟର ରାଇଟର ଥିବେ ଯୋଉମାନେ ସଞ୍ଜୟ ଗୁରୁଙ୍କ ଅପେକ୍ଷା କମ୍ ଏକ୍ସପିରିଏନ୍ସର ବି ଥିବେ।
हाँ निश्चय थे ଯଦି ସଞ୍ଜୟ ଭୋଳ ଜଣେ ଏକ୍ସପିରିଏନ୍ସ ଆକ୍ଟର ତ ତାଙ୍କ ପାଖରୁ ବି କିଛିଟା ଶିକ୍ଷା ନିଆଯାଇପାରେ। हाँ ये माने एटा होची समुद्र कलाकार लाइन टा गोटे समुद्र एठी जे जते शिखिथिले भी तार आहुरी समस्त गोटे शिखिबार अछि एठी केही कहि परम जे मु सब शिखि के आछि एठी जते छोट छुआटू भी शिखिबार अछि वयस्क लोकंटू भी शिखिबार अछि। भाई आमे आपनकर फेसबुक रे गोटे पोस्ट देखथिलु आपण गोटे चेयर रे बसिथिले एवं गोटे भलो ये डिजाइन हेतला बोलला एवं नुआ आपनकर जो नाटक आछि नुआ नाटक विषय रे कोन कहबे जो बदनाम गळीर बादशाह माने से नाटक भल निश्चय हम दीपक जेना लिखुंट से विनोद राउत लिटिल मास्टर विनोद राउत सी डायरेक्शन दौरान से नाटकटा भल बोली आम आशा रखीचु आम तो समस्त से मत हीरो भी देखिए विलेन भी देखिए पोस्टर देखला पर अब हमहु लागला कि भाई टिके से विलेन गेटअप रे आछन कि गोटे माने से जो नेगेटिव कैरेक्टर रे बहुत बढ़िया स्टोरीटे हेची बहुत बढ़िया स्टोरीटे हेची दीपक जेना बहुत बढ़िया लिखछन डायलॉग तो सुनिथिबे दी तीनटा माने जो कहते जो गाँ परिमल दबा तुठरू से भाया गोटे दिन डायलॉग सुन लगे जे नहीं गोटे किसी निहाती हम मु भी आशा रखी निश्चय बहुत भल हम बहुत भल हम नाटक तापर हाँ आखड़ा हो सारा तापर भगवान को ऊपर निर्भर करे नाटक सी दर्शक ऊपर भी निर्भर करे। आ गोटे जिंस प्रचार प्रसार यात्रा है फिल्म प्रचार प्रसार आवश्यकता निहाती बहुत प्रचार प्रसार आवश्यकता बहुत अच्छी गोटे जदि प्रचार प्रसार नहला गोटे कान दीटा कान 5टा कान 10टा कान 50 कान लक्षे कान जदि नगला ताले सी कोन संस्था माने से ये प्रचार प्रसारटा निहाती विशेष कर एबे ए जिनसटा बढ़ी जाइछि बहुत हमें देखु जो फेसबुक हैला इंस्टाग्राम हैला जोने जोडा ए सोशल यात्रा रे हमें भलो जिंस हम गोटे तयारी करिवु हमें लोकन को जणैबु ना हमें एटा तयारी करलु आस देखो आ सेटा होछि प्रचार प्रसार तमे आस देखो भलो जिनसटा तयारी हिछि देख सारा पर जब खराब लगे तो गाड़ी दो किंतु प्रचार प्रसारटा निहाती दरकार मो मत खाली समस्त करवा उचित आगु सिनेमा भी होता है भी सिनेमा भी होची कला लाइन में निहाती प्रचार प्रसार दरकार समस्त कहते गोटे लॉरेंस भाई भलो टाइम मैनेजमेंट करते माने यात्रा कथा हो तापरे प्रोफेशनल लाइफ कथा हो पर्सनल लाइफ कथा सब पूरा वेल मैनेज्ड लाइफ रे चले पूरा जने मनीष से हवा दरकार भाई 24-25 को मंच के आपण बेसी पसंद देछि कि खुशी लागे अभिनय करबा लोकमान को करताली 24-25 ए जो गला ए वर्ष हां ए वर्ष नाटकटा मते बहुत भल लागितला कहिबा को लाज सुनिले पाप बहुत बढ़िया नाटकटे भाई भौणी पर कहानी हेतला मो भाई माने भौणी गोटे पागल हो जाइए से भौणी को लेकर एत टर्चर होटा माने केमिति बढ़िया नाटकटा थिला एमती को मंच जे आपण अभिनय करछन लोक नथिबे कम लोक तो गैदरिंग हां हां हेछि सेमति भी हेछि सेमति भी हेछि माने नहीं को पर्टिकुलर सेमति मने नहीं किंतु एमति हेछि वर्षा टाइम रे हठात वर्षा हे जिवो लोक आस परिबेनी प्राय यात्रा पे सेमति हुए बहुत यात्रा रे सेमति हुए बेले बेले लोक न थांती 24 पर किछि कलाकार आपण तो 25-26 रे नथिबे सेमान के मिस करी हाँ यहाँ आम गोटे परिवार हो रहू परिवार भाया समय जाए आम से जो 4 घंटा 5 घंटा से समयटा जना पड़े वर्ष पाईगला जना पड़लानी प्रत्येक वर्ष प्राय सब्जेक्ट चेंज होथि हां जदी चेंज हो आपन को मन रे किछि केबे रहि जाई जे एई सब्जेक्टटा आ गोटे वर्ष कंटिन्यू करथिले नहीं से हुए ना से रुहे भलो नाटक ता पर वर्ष रहे एमती नहीं तो गोटे गोटे कैंप रे 4 दिन 5 दिन 6 दिन भी हुए गोटे गोटे कैंप तेणु नाटक दरकार पड़े तो पुराना नाटक जोटा भल होता है सेटा ए वर्ष भी आम भल नाटक कहवा को जो सुनले पाप भी रहिबो भल नाटकटे 25-26 रे दर्शक मान को आपण कोई देखै बे कि कहबो माने यात्रा श्री विश्व दरबार रे मु 25-26 रे रहिबी बढ़िया नाटकटे होची बढ़िया नाटक गुड़ा होची तथा दीटा नाटक तो माने भलो होची निहाती आपण माने देखिया को आसंतु यात्रा समस्त और बेस्ट देवा को चाहती तेणु तापरे दे साला परे तापरे निर्भर करे सेटा दर्शकों को ऊपर तेणु आपण माने यात्रा देखंतु तापरे बेस्ट बोली कहंतु।